ମୁଁ ସର୍ବପ୍ରଥମେ परमेश्वरଙ୍କୁ ଧନ୍ୟବାଦ ଦିଏ ଆଜିର ଏହି ସୁନ୍ଦର ସମୟ ପାଇଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେମାନେ ଏକ ବିଜ୍ଞାନ ଯୁଗରେ ଅଛୁ ଆଉ ପ୍ରତିଦିନ କିଛି ନା କିଛି ନୂଆ ବିଷୟ ଘଟି ଯାଉଛି। ଆଉ ପ୍ରତିଦିନ କିଛି ନା କିଛି ବିଶ୍ୱାସୀମାନେ ନିଜର ଜୀବନକୁ ତ୍ୟାଗ କରୁଛନ୍ତି, ନିଜର ଜୀବନକୁ ବଳିଦାନ କରୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗତ ମାସ ଆମେ ଦେଖୁଛୁ ଜଣେ ଯୁବା ଦାସ ଯୁକ୍ତରାଷ୍ଟ୍ର ଆମେରିକାରୁ ଆଉ ସେ ଏକ ମହାବିଦ୍ୟାଳୟରେ ଯାଇ କ'ଣ କରୁଥିଲେ, ଗୋଟେ କଲେଜରେ ଯାଇ ନିଜର ବିଶ୍ୱାସର ସାକ୍ଷ୍ୟ ସେ ପ୍ରକାଶ କରୁଛନ୍ତି। ଆଉ ତାଙ୍କୁ କ'ଣ କରାଯାଉଛି? ଗୁଳି କରି ହତ୍ୟା କରାଯାଉଛି। ଆଉ ପରେ କ'ଣ ହେଉଛି? ଆମେରିକା ତାକୁ ସମ୍ମାନ କରୁଛି। କହିବାକୁ ଗଲେ ଆମ ଖ୍ରୀଷ୍ଟିଆନ ମଣ୍ଡଳୀ ପାଇଁ, ଖ୍ରୀଷ୍ଟିଆନ ସମାଜ ପାଇଁ ଏକ ଆମର ଗୋଟେ କ୍ଷତିର ବିଷୟ ଯେ ଏପରି ଗୋଟେ ଜ୍ଞାନୀ ବୁଦ୍ଧିମାନ ଗୋଟେ ବାକ୍ୟରେ ପୂର୍ଣ୍ଣ ଯିବାର ଆମେ କ'ଣ କରିଛୁ? ଆମେ ହରାଇଛୁ। କିନ୍ତୁ ଆଜି ଗୋଟେ ବିଷୟ ମୁଁ ପ୍ରକାଶ କରିବାକୁ ଚାହୁଁଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରତ୍ୟେକ ଯୁବା ଯୁବତୀ, ମୋର ଯେତେ ବନ୍ଧୁବାନ୍ଧବ, ଭାଇ ଭଉଣୀମାନେ ଅଛନ୍ତି, ବାପା ମା ଅଛନ୍ତି, ଯେ ଆଜି ଏହି ଦୁନିଆରେ ପରମେଶ୍ୱର ଆମମାନଙ୍କୁ ଚାହାନ୍ତି ଆମେ ସମସ୍ତେ ଯେପରିକି ସତ୍ୟ ଈଶ୍ୱରଙ୍କର, ସତ୍ୟ ବାକ୍ୟର, ସତ୍ୟ ବିଶ୍ୱାସର ଆମେ ସାକ୍ଷୀ ହେବା। ତେବେ ଯେ ପରମେଶ୍ୱରଙ୍କର ଗୌରବ ହେବ। ନିଜକୁ ପ୍ରଶ୍ନ କରିବା, ମୁଁ କେଉଁ ଈଶ୍ୱରର ଉପାସନା କରୁଛି? ମୁଁ କେଉଁ ବାକ୍ୟକୁ ଶୁଣୁଛି? ଆଉ କେଉଁ ବିଶ୍ୱାସରେ ମୋ ଜୀବନ କାଟୁଛି? ଆମେ ଯଦି ଏ ତିନି ଗୋଟି ବିଷୟରେ ଯଦି ଉଣା ପଡ଼ିଛୁ, ଆଉ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଉ ଆମେମାନେ ପ୍ରାର୍ଥନା କରିବା, ପ୍ରଭୁ ନିଶ୍ଚୟ ତାଙ୍କର ପରିଚୟ ଦେବେ, ତାଙ୍କର ବାକ୍ୟ ଦେବେ, ଆଉ ସେ ସତ୍ୟ ବିଶ୍ୱାସରେ ଆମମାନଙ୍କୁ କଢ଼ାଇ ନେବେ। ଧନ୍ୟବାଦ।